हेलो पिलामाने आज आम आलोचना करवा सप्तमी आमर एटा साहित्य बईर प्रथम विषय जोटा कि गोटे कविता अच्छी कलामाणिकर कविता जोटा कि रचना कर अभिमन्यु सामंतसिंहार। तो कवितार कवि हेले अभिमन्यु सामंतसिंहार। चलो प्रथम देखी नवा। तो चलो आम देखी नवा कवि परिचय। कवि एठार अच्छा अभिमन्यु सामंतसिंहार। तो जड़े प्राचीन रीतिजुगीय कवि थे अभिमन्यु सामंतसिंहार, जी 1760 मसीहा जन्मग्रहण कर 1807 मसीह मृत्युवरण करते। अभिमन्यु सामंतसिंहा जाजपुर जिलार बालियार सामंत परिवार 1760 मसीह जन्मग्रहण करते। से पिलादिनर सुंदर कविता रचना करुले। लेखा भितर विदग्ध चिंतामणि, प्रेमकला, रसवती, बाघ गीत, सुलक्षणा, चढ़ई गीत, बोले बोले होटी अन्यतम। कलामाणिकर जो कविता आसी विदग्ध चिंतामणि काव्यर 67 छांदर अणा जाइछेटा। एथिरे कृष्ण संध्या समय गुरुपल को धरी फेरबार विलम्ब होबारु माता यशोदा मन में व्यस्तता प्रकाश पाई। कारण है जे माता यशोदा कृष्ण को बहुत भल पाते, निज जीवन ठू भी बड़ी भल पाते। जेहेतु सी फेरी ना बणरू मन में प्रति जो थिला भल पाइबा आहरी बढ़ी जाइए, मन में भय बढ़ी जाइए काले श्रीकृष्णकर किसी न हो जाऊ। यही कवितार मातृ हृदयर आवेग भरा वात्सल्य प्रेमर वास्तविक चित्र प्रतिफलित करछंती कवि अभिमन्यु सामंतसिंहार, जहाँकि आम या परे आवृत्ति करवा। चलो आवृत्ति करनवा। चलो पिलामाने एबे कविताटी को आवृत्ति करनवा। कवितार नाम है कलामाणिकर। कवि अछंती अभिमन्यु सामंतसिंहार। धीरे घेन कानन रे कृष्ण विलंबित, वात्सल्य ममता घेनी भाळुचंती मातम कला माणिकरे। निधन संखाळी मोर दरिद्र पसरा, अंधल उड़ीबा बुरे हृदरत्न हाराम कला माणिकरे। मजीव जीवन तुही नयन प्रतिमा, तते कि पासुरी हेब मोर सुख सीमा मकला माणिकरे। डरू थाऊ अंधार को रखी जाऊ गरु, जनक जननी सुख काहीं पाई सारू मकला माणिकरे। वृद्ध काले तुम हर एकई नंदन, हृदताप विनाशने तू हरि चंदन मकला माणिकरे। गुटिका अधाम सर नरुचयितोते, नाची लांच मागु थाऊ लवणी केमंते मकला माणिकरे। डाकिनी लोभांती बोली डरू थाऊ मने, बार बार बारू थाई जीवा पाई बने मकला माणिकरे। निशाचर मातिबार शुभुची श्रुति की, मु डाकुणी छाड़ी देली बन को काहींकी मकला माणिकरे। झाल बहुथिब अंगु लागी झांझी खरा, श्रम पाई तळु तरु तले बसिथिबु परा मकला माणिकरे। नेलु नाही काहीं पाई तो कठौछता, बने कंटा लागी हुए मृदु पाद चिंता मकला माणिकरे। कान डेरी थाई एका तो वेणु गीत को, आजी किंपा शुभ नाही
ଭାବୁ ଆଜି କିମ୍ପା ଶୁଭୁ ନାହିଁ, ଭାବୁଛି ମନକୁ ମକଳା ମାଣିକରେ। ଏଇଠି ତମ ପଦର ଆବୃତ୍ତି ମାନେ କବିତାର ଆବୃତ୍ତି ସରିଛି। ତମେ କବିତାର ଆବୃତ୍ତି ସରିଲା, ୟା ପରେ ମୁଁ କବିତାର ଅର୍ଥ ଗୁଡ଼ିକ କହିବି। ଅର୍ଥ ଜାଣି ସାରିଲା ପରେ ନିଶ୍ଚିତ ଭାବେ ଥରରୁ ଦୁଇଥର କବିତାଟାକୁ ବୁଝିକି ଭଲସେ ଟିକେ ମାନେ ହୃଦୟର ସହିତ କବିତାଟାକୁ ଗାଇବ। ତା ଅର୍ଥ ତମେ ଭଲସେ ବୁଝିପାରିବ ଏବଂ ନିଶ୍ଚିତ ଭାବେ ତମେ ଭାବ ବିହ୍ୱଳ ହେବା ପାଇଁ ବାଧ୍ୟ ହେବ। ପ୍ରଥମେ ଅଛି ଧୀର ଘେନ କାନନରେ କୃଷ୍ଣ ବିଳମ୍ବିତ ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ। ଏହାର ଅର୍ଥ ହେଲା ସନ୍ଧ୍ୟା ହେବାକୁ ଆସିଲାଣି, ଶ୍ରୀକୃଷ୍ଣ କିନ୍ତୁ ଗୋରୁ ଚରାଇ ଏପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି। ଜଣେ ମା ପିଲାକୁ ଘରେ ନ ଦେଖିଲେ ଯେମିତି ବହୁତ ଅସ୍ଥିର ହୋଇପଡ଼ନ୍ତି, ଯଶୋଦା ମଧ୍ୟ ଏଠି ସେମିତି ବ୍ୟାକୁଳ ହୋଇ କୃଷ୍ଣଙ୍କ କଥା ଭାବୁଛନ୍ତି। ଏଠି ଯେଉଁ କଠିନ ଶବ୍ଦ ଗୁଡ଼ିକ ଅଛି, ଯେଉଁଟାକି ଅଛି କାନନ, କାନନ ମାନେ ବଣ, ବିଳମ୍ବିତ, ବିଳମ୍ବିତ ମାନେ ଡେରି ହେବା, ବାତ୍ସଲ୍ୟ ମାନେ ପିଲାମାନଙ୍କ ପ୍ରତି ଥିବା ପିତାମାତାଙ୍କର ସ୍ନେହ, ତାପରେ ଅଛି ଭାଳୁଛନ୍ତି, ଭାଳୁଛନ୍ତି ମାନେ ବହୁତ ଚିନ୍ତା କରୁଛନ୍ତି। ତାପରେ ଅଛି ନିଧନ ସଂଖାଳି ମୋର ଦରିଦ୍ର ପସରା, ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନ ହରା। ଏଠାରେ ନିଧନ ମାନେ ଗରିବ ବା ନିର୍ଧନ ଲୋକ, ସଂଖାଳି ମାନେ ସାଇତି ରଖିଥିବା ପ୍ରିୟ ବସ୍ତୁ ବା ସମ୍ପତ୍ତି, ଅନ୍ଧର ଲଉଡ଼ି ମାନେ ଅନ୍ଧର ବାଡ଼ି, ଆଉ ରତ୍ନ ନା ମାନେ ରତ୍ନରେ ତିଆରି ହାର। ତ ଏଠି କହିଛନ୍ତି ଯଶୋଦା କହୁଛନ୍ତି ହେ କୃଷ୍ଣ, ମାନେ ଯଶୋଦା କୃଷ୍ଣଙ୍କୁ ତାଙ୍କର ଯେଉଁ ଏତେ ପ୍ରିୟ ଯେ ତାଙ୍କୁ ତିନୋଟି ଜିନିଷ ସହିତ ତୁଳନା କରୁଛନ୍ତି, ଯେଉଁଗୁଡ଼ାକ ବିଭିନ୍ନ ଲୋକମାନଙ୍କର ପ୍ରିୟ। ଯେପରି ଯଶୋଦା କହୁଛନ୍ତି ହେ କୃଷ୍ଣ, ତୁମେ ମୋ ପରି ଜଣେ ଗରିବର ସାଇତି ରଖିଥିବା ସମ୍ପତ୍ତି ପରି। ଜଣେ ଗରିବ ଗୋଟେ ନିଧନ ଲୋକର କିଛି ସେ ବହୁତ କଷ୍ଟ କରିକି ସମ୍ପତ୍ତି ସାଇତି ରଖିଥାଏ, ତା ପାଇଁ ମଧ୍ୟ ସିଏ କୃଷ୍ଣଙ୍କ ମାନେ ଯଶୋଦାଙ୍କ ପାଇଁ କୃଷ୍ଣ ସେତିକି ଗୁରୁତ୍ୱପୂର୍ଣ୍ଣ। ତୁ ଅନ୍ଧ ବ୍ୟକ୍ତିର ବାଡ଼ି ସଦୃଶ୍ୟ ମୋର ଏକମାତ୍ର ସାହାରା ମଧ୍ୟ। ତୁ ଯେପରି ଅନ୍ଧ ଲୋକର ଗୋଟେ ବାଡ଼ିଟା ଯେମିତି ତା ପାଇଁ ଏକିଟା ଅନ୍ଧର ଲଉଡ଼ି ମାନେ ଅନ୍ଧର ବାଡ଼ି ଯେପରି ଏକମାତ୍ର ସାହାରା, ତୁ ମଧ୍ୟ ମୋର ଏକମାତ୍ର ସାହାରା। ଏବଂ କହିଛନ୍ତି ମୋ ହୃଦୟର ସବୁଠାରୁ ମୂଲ୍ୟବାନ ରତ୍ନହାର, ମାନେ ରତ୍ନର ହାର ମାନେ ଏଠି କ'ଣ ରତ୍ନରେ ତିଆରି ହାର, ରତ୍ନହାର ମାନେ ରତ୍ନରେ ତିଆରି ହାର। ତାପରେ କହିଛନ୍ତି ମଜିବ ଜୀବନ ତୁହି ନୟନ ପ୍ରତିମା, ତତେ କି ପାଶୁରି ହେବ ମସୁଖ ସୀମା। ଅର୍ଥାତ୍ ତୁ ମୋ ଜୀବନର ଆଧାର, ମାନେ ନୟନ ଦେଇଛି ଯେ ମୋ ଜୀବନ ତୁହି, ମାନେ ମୋ ଜୀବନ ତୁ ଆଧାର। ମୋ ଆଖିର ପିତୁଳା, ମାନେ ଆଖିର ଜଣଙ୍କ ପିତୁଳା ମାନେ ଆଖିର ଯେଉଁ ଛୋଟ ଡୋଳା ଗୋଟେ ଥାଏ, ତ ସେଇଟା ଯେମିତି ଆଖି ଥାଇକି ଯଦି ସେଇ ପିତୁଳାଟା ନଥିବ ତାହେଲେ କିଛି ଦେଖି ହେବନି। ତ ସେଇ ରଙ୍ଗ ଯଶୋଦା ପାଇଁ ଶ୍ରୀକୃଷ୍ଣ ହେଉଛନ୍ତି ତାଙ୍କ ଆଖିର ପିତୁଳା ଭଳି। ତବିନା ମୋର କୌଣସି ଅସ୍ତିତ୍ୱ ନାହିଁ, ଏଠି ମାନେ ତମ ବିନା ମୋର କିଛି ଅସ୍ତିତ୍ୱ ନାହିଁ। ତତେ କେମିତି ମୁଁ ତତେ କେବେ ବି ଭୁଲି ପାରିବି ନାହିଁ। ତୁ ହିଁ ମୋର ଖୁସିର ଶେଷ ସୀମା, ମୋର ଶେଷ ହେଉଛି ଖୁସିର ତୁ। ଏଠାରେ ନୟନ ପ୍ରତିମା ମାନେ ଆଖିର ପିତୁଳା, ପାଶୁରୀ ମାନେ ଭୁଲିଯିବା। ତାପରେ ଅଛି ଡରୁଥାଉ ଅନ୍ଧାରକୁ ରଖିଯାଉ ଗୁରୁ, ଜନକ ଜନନୀ ସୁଖ କାହିଁ ପାଇଁ ସାରୁ। ତୁ ପିଲାବେଳେ ଅନ୍ଧାରକୁ, ଯଶୋଦା କହୁଛନ୍ତି କୃଷ୍ଣଙ୍କୁ, ତୁ ପିଲାବେଳେ ଅନ୍ଧାରକୁ କେତେ ଡରୁଥିଲୁ, ବା ଭାବୁଛନ୍ତି କୃଷ୍ଣଙ୍କ କଥା ମନେ ପକାଇ ଏକଥା ଭାବୁଛନ୍ତି, ତୁ ପିଲାବେଳେ ଅନ୍ଧାରକୁ କେତେ ଡରୁଥିଲୁ, ହେଲେ ଆଜି କାହିଁକି ଏତେ ଦୂର ବଣକୁ ଗୁରୁ ଚରାଇବାକୁ ଗଲୁ। ତୁ ଏମିତି ଡେରି କରି କାହିଁକି ଆମ ଜନକ ଜନନୀ ମା ବାପା ମାଆଙ୍କ ମନରେ ଦୁଃଖ ଦେଇ ଆମ ସୁଖକୁ କାହିଁକି ଶେଷ କରୁଛୁ ବୋଲି ଏଠାରେ ଯଶୋଦା କୃଷ୍ଣଙ୍କ କଥା ମନେ ପକାଇ ଭାବୁଛନ୍ତି। ତାପରେ ବୃଦ୍ଧା କାଳେ ତୁମହର ଏକୋଇ ନନ୍ଦନ, ହୃଦତାପ ବିନାଶନେ ତୁହରି ଚନ୍ଦନ। ତାମାନେ କହିବାର ଅର୍ଥ ବୃଦ୍ଧ ସମୟରେ ତୁମର ଏକମାତ୍ର ନନ୍ଦନ ମାନେ ଏଠି ପୁଅ ନୁହେଁ ସାହାରା। ମୋ ମନର ଯେତେ ଦୁଃଖ ଓ କଷ୍ଟ ଅଛି ତତେ ଦେଖିଦେଲେ ପବିତ୍ର ଚନ୍ଦନ ଲଗାଇବା ଭଳି ମୋ ମନଟି କ'ଣ ହେଇଯାଏ ନା ଶୀତଳ ହୋଇଯାଏ। ଏଠି ଯେଉଁ ଅଜଣା ଶବ୍ଦ ଅଛି ଚନ୍ଦନ ନନ୍ଦନ ମାନେ ହେଲା ପୁଅ ବା ସନ୍ତାନ, କିନ୍ତୁ ଏଠି ସାହାରା ଭାବରେ ବ୍ୟବହାର ହେଇଛି। ହୃଦତାପ ମାନେ ମନର ଜ୍ୱାଳା ବା ଦୁଃଖ, ହରିଚନ୍ଦନ ମାନେ ଏକ ପ୍ରକାର ପବିତ୍ର ଓ ଶୀତଳ ଚନ୍ଦନ। ତାପରେ ଗୁଟିକା ଅଧମ ସ୍ୱର ନରୁଚଇ ତତେ ନାଚି ଲାଞ୍ଚ ମାଗୁଥାଉ ଲବଣୀ କେମନ୍ତେ। ଅର୍ଥାତ୍ ଏଠି ତତେ ମାନେ ଶ୍ରୀକୃଷ୍ଣଙ୍କୁ କ୍ଷୀର ସର ବା ଅନ୍ୟ କିଛି ମିଠା ଖାଦ୍ୟ ଦେଲେ ମଧ୍ୟ ସେ ଖୁସି ହୁଅନ୍ତି ନାହିଁ, କିନ୍ତୁ ଲବଣୀ ଖାଇବା ପାଇଁ ସେ ନାଚି ନାଚି କ'ଣ କରିଥାନ୍ତି ନା ମାଆଙ୍କ ପାଖରେ ଅଳି କରିଥାନ୍ତି। ଏଠାରେ ଲାଞ୍ଚ ମାଗିବା ଅର୍ଥ ଯେଉଁ ଲାଞ୍ଚ ଦିଆଯାଏ କୌଣସି ଲୋକମାନଙ୍କୁ, ସେ ଲାଞ୍ଚ ନୁହେଁ। ଏଠି ଲାଞ୍ଚ ନେବାର ଅର୍ଥ ହେଲା ଅଳି କରିବା। ଗୁଟିକା ଆଉ ଅଧାମ ମାନେ କ୍ଷୀରରୁ ପ୍ରସ୍ତୁତ ମାନେ ବିଭିନ୍ନ ପ୍ରକାର ଖାଦ୍ୟ, ଗୋଟେ ସୁସ୍ୱାଦୁ ଖାଦ୍ୟ। ନରୁଚଇ ମାନେ ତାକୁ ରୁଚେ ନାହିଁ ବା ଭଲ ଲାଗେ ନାହିଁ। ଲବଣୀ ମାନେ ଜାଣିଥିବ ଯେଉଁଟାକି କ୍ଷୀରରୁ ପ୍ରସ୍ତୁତ ହେଲା ପରେ ବସା ହୁଏ, ବସାରୁ ଯେତେବେଳେ ଆମେ ଦହି କରୁ ସେଥିରୁ ଲବଣୀ ବାହାରେ। ତାପରେ ଅଛି ତୋଳି ମୁଁ ଧଇଲେ ଗୁଳି ହୋଇଯାଉ ତୁହି, ତଦୁର୍ବଳ ଦେଖି କାହିଁ ପଶବଇ ମୁହିଁ। ତାମାନେ ଏଠି ଯଶୋଦା ଶ୍ରୀକୃଷ୍ଣଙ୍କର ଅତି କୋମଳ ଶରୀର କଥା ବର୍ଣ୍ଣନା କରିଛନ୍ତି।
ତୁ ଏତେ କୋମଳ ଯେ ମୁଁ ତୋତେ କୋଳରେ ଟେକି ଧରିଲେ ତୁ ମିଳେଇ ଯାଉ। ତୋର ଏହି ସୁକୁମାର ଦେହକୁ ବଣରେ କଷ୍ଟ ସହିବା ଅବସ୍ଥାରେ ଦେଖିଲେ ମୁଁ ଲଜ୍ଜାରେ ମୁହଁ କେଉଁଠି ଲୁଚାଇ ବୋଲି ମାନେ ଯଶୋଦା ନିଜକୁ ନିଜେ ପ୍ରଶ୍ନ କରିଛନ୍ତି। ଗୋଳି ହୋଇଯିବା ମାନେ ଅତ୍ୟଧିକ ନରମ ବା କୋମଳ ହୁଅ। ତାପରେ ପଶି ବଇଁ ବଇଁ ମାନେ ଲଜ୍ଜିତ ବା ମୁହଁ ଲୁଚାଇବା। ତାପରେ ଡାଙ୍କିନୀ ଲୋଭାନ୍ତି ବୋଲି ଡରୁଥାଉ ମନେ ବାର ବାର ବାରୁଥାଇ ଯିବା ପାଇଁ ବନେ। ଏଠାରେ ଯଶୋଦା ଶ୍ରୀକୃଷ୍ଣଙ୍କ ଭୟ ଏବଂ ତାଙ୍କୁ ଯେଉଁ ଉପଦେଶ ଦେଇଥିଲେ ସେ କଥା ବର୍ଣ୍ଣନା କରିଛନ୍ତି। ଯଶୋଦାଙ୍କ କହିବା କଥା, ତୁ ତ ଘରେ ଥିବାବେଳେ, ତୁ ମାନେ ଏଠି ଶ୍ରୀକୃଷ୍ଣ, ତୁ ତ ଘରେ ଥିବାବେଳେ ଡାଙ୍କିନୀ ବା ରାକ୍ଷାସୀ ନାଁ ଶୁଣିଲେ ଡରି ଯାଉଥିଲୁ। ସେଥିପାଇଁ ତ ମୁଁ ତୋତେ ବାର ବାର ବଣକୁ ଯିବା ପାଇଁ ମନା କରୁଥିଲି। ତ ଏଠାରେ ଅଜଣା ଶବ୍ଦ ହେଲା ଡାଙ୍କିନୀ। ଡାଙ୍କିନୀ ମାନେ ଏକ ପ୍ରକାର ମାନେ ରାକ୍ଷସ। ତାପରେ ବାରୁଥାଏ ମାନେ ମନା କରିବା ବା ବାରଣ କରିବା। ତାପରେ ଅଛି ନିଶାଚର ମାତିବାର ଶୁଭୁଛି ଶ୍ରୁତିକୁ ମୁଁ ଡାଙ୍କୁଣୀ ଛାଡ଼ିଦେଲି ବନକୁ କାହିଁକି। ଏଠାରେ ମା ଯଶୋଦା ନିଜକୁ ଜଣେ ଖରାପ ବା କ୍ରୂର ଲୋକ ରୂପରେ ବା ନିର୍ଦ୍ଦୟୀ ଲୋକ ରୂପରେ ବର୍ଣ୍ଣନା କରିଛନ୍ତି। କାହିଁକି ନା ସେ ଯେଉଁ ଶ୍ରୀକୃଷ୍ଣ ବଣକୁ ପଳାଇଛନ୍ତି ସେଇଟାକୁ ନିଜର ଭୁଲ ରୂପରେ ଦେଖୁଛନ୍ତି। ତାଙ୍କ କହିବା କଥା, ସେ ଯେଉଁ ଯଶୋଦାଙ୍କ କହିବା କଥା, ରାତି ହେଲେ ଜଙ୍ଗଲରେ ଅସୁରମାନେ ବୁଲୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ମୁଁ କେତେ ନିର୍ଦ୍ଦୟ, ମାନେ ମୁଁ ଡଙ୍କୁଣୀ ମାନେ କେତେ ନିର୍ଦ୍ଦୟ ବା ମୁଁ କେତେ କ୍ରୂର ଲୋକ, ମାନେ ମୁଁ ଜଣେ କେତେ ନିର୍ଦ୍ଦୟ ଲୋକ ଯେ ତୋତେ ଏକୁଟିଆ ଜଙ୍ଗଲକୁ ଛାଡ଼ିଦେଲି। ଏଠାରେ ନିଶାଚର ମାନେ ରାତିରେ ବୁଲୁଥିବା ରାକ୍ଷସ, ଆଉ ଶ୍ରୁତି ମାନେ କାନ, ଆଉ ଡଙ୍କୁଣୀ ମାନେ ଜଣେ ଖରାପ କ୍ରୂର ବା ନିର୍ଦ୍ଦୟୀ ଲୋକ। ତାପରେ ଅଛି ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା ଶ୍ରମ ପାଇଁ ତରୁ ତଳେ ବସିଥିବୁ ପରା। ମାନେ ଏଠାରେ ଏଇ ଯେଉଁ ଶ୍ରୀକୃଷ୍ଣଙ୍କର କ'ଣ କଷ୍ଟ ହେଉଥିବ ତାକୁ ଯଶୋଦା ଭାବି ଏଠାରେ ବର୍ଣ୍ଣନା କରିଛନ୍ତି। କ'ଣ କହିଛନ୍ତି ନା, ଏହି ପ୍ରଖର ଖରାରେ ତୋ ଦେହରୁ ଝାଳ ବହୁଥିବ, ତ ତୁ ବହୁତ ଥକି ଯାଇ କୌଣସି ତରୁ ତଳେ ମାନେ ଗଛ ତଳେ ବସି ବିଶ୍ରାମ ନେଉଥିବୁ। ମାନେ ଏଠି ଅଙ୍ଗ ମାନେ ଶରୀରରୁ, ଝାଞ୍ଜି ଖରା ମାନେ ପ୍ରବଳ ଗରମ ପବନ ବା ଖରା, ତରୁ ତଳେ ମାନେ ଗଛ ମୂଳରେ। ଅଛି ନେଲୁ ନାହିଁ କାହିଁ ପାଇଁ ତକଠଉ ଛତା ବନେ କଣ୍ଟା ଲାଗି ହୁଏ ମୃଦୁ ପାଦ ଚିନ୍ତା। ଏଠାରେ ମାତା ଯଶୋଦା ଶ୍ରୀକୃଷ୍ଣଙ୍କର କୋମଳ ପାଦ କଥା ଚିନ୍ତା କରିଛନ୍ତି। ମା ଯଶୋଦା ବ୍ୟାକୁଳ ହୋଇ କହୁଛନ୍ତି ଯେ କୃଷ୍ଣ ବଣକୁ ଯିବା ସମୟରେ ନିଜର କଠଉ ବା ଯେଉଁ ଅଛି କଠଉ ମାନେ ଏଠାରେ ନିଜର ପାଦର ଯେଉଁ ପିନ୍ଧନ୍ତି କଠଉ ଗୋଟେ କାଠରେ ତିଆରି ହୋଇଥାଏ, ଓ କଠଉ ବା ଛତା ନେଇନାହାନ୍ତି। ଜଙ୍ଗଲ ରାସ୍ତାରେ କଣ୍ଟା ଥାଇପାରେ ଯାହା ତାଙ୍କର କୋମଳ ପାଦରେ ଲାଗି କଷ୍ଟ ଦେବ ବୋଲି ମାଆଙ୍କୁ ଚିନ୍ତା ହେଉଛି। ଏଠାରେ କଠଉ ମାନେ ଯେଉଁ କାଠରେ ତିଆରି ଏକ ପାଦୁକା ବା ଚପଲ, ଆଉ ମୃଦୁ ମାନେ ନରମ ବା କୋମଳ। ତାପରେ ଶେଷ ପଦ ଅଛି ଯେଉଁଟାକି ଅଛି କାନ ଡେରି ଏକା ତ ବେଣୁ ଗୀତକୁ ଆଜି କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ। ଏଠାରେ ଯଶୋଦା ମାନେ ପୁରା ଏକାଗ୍ରତାର ସହିତ ଶୁଣୁଛନ୍ତି କାହାର ନା, ଏକାଗ୍ରତାର ସହ କୃଷ୍ଣଙ୍କ ବଂଶୀ ସ୍ୱରକୁ ଶୁଣିବା ପାଇଁ ଅପେକ୍ଷା କରିଛନ୍ତି। ମାନେ ତା ଅପେକ୍ଷାରେ ଅଛନ୍ତି ଯେ କେତେବେଳେ ବଂଶୀ ସ୍ୱର ଶୁଭିବ। କିନ୍ତୁ ଆଜି ସେ ବଂଶୀ ସ୍ୱର ଶୁଭୁ ନଥିବାରୁ ତାଙ୍କ ମନରେ ଅନେକ ପ୍ରକାର ଆଶଙ୍କା ଭୟ ସୃଷ୍ଟି ହେଇଛି। ଏଠି ବେଣୁ ଗୀତ ମାନେ ବଂଶୀ ବା ମୁରଲୀର ସ୍ୱର, ଆଉ କିମ୍ପା ମାନେ କାହିଁକି। ତ ସମ୍ପୂର୍ଣ୍ଣ ଗୀତଟିର ଅନୁବାଦ ଏଇଠି ଶେଷ ହୋଇଛି। ତମକୁ ଯଦି ଭିଡ଼ିଓ ଭଲ ଲାଗୁଛି ଲାଇକ୍ କର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କର। ଏବଂ ତମେ ସରିଲା ପରେ ଏଇ ଯେଉଁ ଅନୁବାଦଟା ମୁଁ ସାରିଲା ପରେ ଏଇ ଯେଉଁ ଗୀତଟିକୁ ଆଉ ଥରେ ଗାଇବ, ସ୍ୱର କରିକି ଆଉ ଥରେ ଗାଇବ, ଯାହାଫଳରେ ବୁଝି ଗାଇଲେ ଗୋଟେ ଭଲ ଲାଗିବ ତମକୁ। ଏତିକିରେ ଏଇ ଭିଡ଼ିଓଟି ଶେଷ କରିଛି। ଧନ୍ୟବାଦ। ଜୟ ଜଗନ୍ନାଥ।